हे प्रिय श्रोता मंडली, ज्योतिष प्रेमी भाई बंधु कुटुंब, आमे शुक्रवार अध्याय रहीचे सप्तम बार शनिवार से बार को चाहीचे माने आसंता काली शनिवार 27 नक्षत्रंकर दया आम उपरे केते परिमाण अच्छी ताहा आसंतु जानिबा। शनिवार भाग्यफल। शनिवार 6 तारीख शनिवार सूर्य उदय हेबे 5:08 परे, सूर्य अस्त जीवे 6:22 परे, आउ अशुभ समय सकाळ 8:28 रु 10:07 जाए। जेणु आज षष्ठी तिथि, तेणु आज पिता द्रव्य खाइबा नहीं, पिता द्रव्य खाइबा नहीं। जदि खाइबा तेबे मेडिकल धाइबा। 6 तारीख शनिवार मेष राशि अश्विन नक्षत्र सकाळ 6:03 जाए शुभ, सकाळ 6:03 जाए शुभ। द्विजा नक्षत्र 6:04 रु शुभारंभ हेबो। आज कर्मे खुशी जानन्तु राति 7:04 परठारु बेपार भल हेबो, रोजगार बढ़िया हेबो। 24 घंटा सुस्थ रहिबे। कर्म क्षेत्र प्रति जागरूक रहिले मन लाखी धन सम्मान आदर लाभ अवश्य हेबो। नूतन धारारे योजना कार्यकारी करी लाभवान हेबे। अविश्रांत भावरे आज कर्म करिबाकु पड़िबो। कौनसी समस्या जटिल बोध हेबनी। समस्ते कहिबे वाह तमे तो आज पिंपुड़ी परी खटुच। वृष राशि 6 तारीख शनिवार वृष राशि कृतिका नक्षत्र सकाळ 6:03 जाए शुभ, 6:04 रु रोहिणीर शुभ। अप्रीतिकर परिस्थिति रहिबो आज राति 7:04 जाए, 7:04 जाए आपणकर अप्रीतिकर परिस्थिति रहिबो, तेणु सावधान। तापरे आय अमल भल हेबो। राति 7:04 परे आय अमल भल हेबो। आउ भल भावना मुंड को आसीबो, भल समय आसीबो। कर्मस्थली को समुचित बुद्धि विवेक धारारे मनई पारिले विलंबरे हेले भी दिनकर आय अमल होई जीवो। 7:04 परे कर्म क्षेत्र रे बुद्धि विद्या विवेक बल कल कौशल प्रयोग करंतु। दिन सारा जेतिकी आय हवा कथा 7:04 परे सेतिकी बा तहिनु अधिक आय हेबो। मात्र दिन सारा अबोध परिवेश सृष्टि हेबो। मन भल लागिबनी, अपमानित हेला भली लागिबो। 7:04 पर्यंत नीरवता रक्षा कले भल, नहले किए केतेबेले कौन कहीदब भारी बाधिब ना। मिथुन राशि 6 तारीख शनिवार मिथुन राशि मृगशिरा नक्षत्र सकाळ 6:03 जाए शुभ, 6:04 रु आर्द्रा नक्षत्र शुभ। आघात माने धक्का होई पारे। आज धक्का भय आघात भय अछि। धक्का होई पारे माने जान बाहनर व्यवहार करंतुनी। जरी अति जरूरी नथिले बाहर को जातुनी। घरे रहिले भी हुशियार रे चल प्रचल करंतु।
ଦେହ ଅସୁସ୍ଥ ହେବ, ପୁରୁଣା ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପାରେ, ଆୟ ଅମଳ ଦିଗ ବନ୍ଦ, ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ରାତି 7ଟା 4 ପରେ ଏ ମନ୍ଦ ସମୟ କଟିଯିବ। ତଥାପି ଦେହ ସିନା ଭଲ ହୋଇଯିବ, ମନ ଟିକେ ପ୍ରଫୁଲ୍ଲ ଲାଗିବ, ତଥାପି 7ଟା 4 ପରେ ଭଲ ସମୟ ପୁରା ଆସିବନି। ଅପମାନ ଯୋଗ ଅଛି। ଘରେ ପରିବାର ଭିତରେ ପରିଜନଙ୍କ ଭିତରେ ରହିଲେ ବି ମୃଦୁ ମୃଦୁ ହସନ୍ତୁ, ସବୁ ଶୁଣନ୍ତୁ, କାହାକୁ କିଛି ଉତ୍ତର ଦିଅନ୍ତୁନି। ଅତି ଜରୁରୀ ମନେ କଲେ, କେହି ବାରମ୍ବାର ପଚାରିଲେ ତାକୁ ହସି ହସି 2 ପଦ କହନ୍ତୁ, ହଁ ଏଇଆ କର, ଏଇଆ ହେବ। କର୍କଟ ରାଶି। 6 ତାରିଖ ଶନିବାର, କର୍କଟ ରାଶି, ପୁଷ୍ୟା ନକ୍ଷତ୍ରର ସକାଳ 6ଟା 3 ଯାଏ ଶୁଭ, 6ଟା 4 ଅଶ୍ଲେଷାର ଶୁଭ। ପ୍ରଶଂସିତ ହେଲା ପରି କାମ କରିବେ ଓ ନିଶ୍ଚୟ ପ୍ରଶଂସା ପାଇବେ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ରାତି 7ଟା 8 ଯାଏ। 7ଟା 4 ପୂର୍ଣ୍ଣ ଅସୁସ୍ଥ ହେବେ କର୍କଟ ରାଶିର ଲୋକେ। ଶନିବାର ରାତି 7ଟା 4 ପରେ ସମ୍ପୂର୍ଣ୍ଣ ଅସୁସ୍ଥ ହେବେ। ସେ ଯାଏ ସବୁକିଛି ଠିକ୍ ଠାକ୍ ଚାଲିବ। ଆଉ ଆୟ ପରିମାଣ ବଢ଼ିଯିବ, ରୋଜଗାର ବଢ଼ିଯିବ, କୌଳିକ ମୌଳିକ ଆର୍ଥିକ ପାରିବାରିକ ସୁଖ ପାଇବେ। ଅକସ୍ମାତ୍ ନୂତନ ଆୟ ପନ୍ଥା ଖୋଲିଯିବ, ଉପହାର ମିଳିପାରେ। 7ଟା 4 ପରେ ଘରକୁ ପଳେଇ ଆସନ୍ତୁ, ବାହାରେ ରହନ୍ତୁନି, ଯାନବାହନ ବ୍ୟବହାର କରନ୍ତୁନି, କାରଣ ଧକ୍କା ଭଳି ସମସ୍ୟା ଉପୁଜିପାରେ। ହୁସିଆର। ସିଂହ ରାଶି। 6 ତାରିଖ ଶନିବାର, ସିଂହ ରାଶି, ମଖା ନକ୍ଷତ୍ରର ସକାଳ 6ଟା 3 ଯାଏ ଶୁଭ, 6ଟା 4 ପୂର୍ବ ଫାଲ୍ଗୁନର ଶୁଭ। ଆଜି ଦ୍ରବ୍ୟ ଲାଭ ଯୋଗ ଅଛି। ବିଭିନ୍ନ ରୂପରେ ଲାଭ ହେବ। ସମ୍ମାନ, ସ୍ୱାସ୍ଥ୍ୟ, ଅର୍ଥ, ଆଦର, ଯଶ, ପ୍ରଶଂସା ଆଦି ଯୋଗ୍ୟ ଲୋକକୁ ମିଳିବ। ରାତି 7ଟା 4 ପରେ ରୋଜଗାର ବଢ଼ିଯିବ। ବେପାରୀଙ୍କୁ ଏହା ସୁହାଇବ। ଯାହାର ଯାହା ବୃତ୍ତି, ତହିଁରୁ ଭଲ ଆୟ ହେବ। ସୁସମ୍ବାଦ ମିଳିବ। ପରୀକ୍ଷା ଫଳ ସନ୍ତୋଷଜନକ ହେବ। ସିଂହ ରାଶିର କଥା ଏତିକି। କନ୍ୟା ରାଶି। 6 ତାରିଖ ଶନିବାର, କନ୍ୟା ରାଶି, ଉତ୍ତର ଫାଲ୍ଗୁନ ନକ୍ଷତ୍ରର ଶୁଭ, 6ଟା 4 ଯାଏ ଶୁଭ। 6ଟା 4 ହସ୍ତାର ଶୁଭ। ବନ୍ଧୁ ଲାଭ ଯୋଗ ଆସିବ। ଫୋନରେ ବି ମଧୁର ସଂଳାପ କରି ଖୁସି ହେବେ। ଆଜି ମନାନୁସାରେ ଓ କର୍ମାନୁସାରେ ଏମାନଙ୍କୁ ମାନେ କନ୍ୟା ରାଶିର ଲୋକମାନଙ୍କୁ କିଛି ଲୌକିକ, ମୌଳିକ, କୌଳିକ ଓ ବୌଦ୍ଧିକ ଆର୍ଥିକ ସୁଖ ମିଳିବ। ମାତ୍ର ରାତି 7ଟା 4 ପରେ ଅକସ୍ମାତ୍ କିଛି ଲାଭ ହେବ। ଯାହା ଖୋଜୁଥିଲେ, ଯାହା ଆଶା କରୁଥିଲେ, ବା କେହି ବନ୍ଧୁଙ୍କୁ ଆପଣ ନିମନ୍ତ୍ରଣ କରୁଥିଲେ, ଏ ସବୁ ପ୍ରକାର ସୁଯୋଗ ରାତି 7ଟା 4 ପରେ ମିଳିଯିବ। ବନ୍ଧୁ ବି ରାତି 7ଟା 4 ପରେ କିଛି ଉପହାର ନେଇ ଆସିପାରନ୍ତି। ତୁଳା ରାଶି କଥା। 6 ତାରିଖ ଶନିବାର ଆମେ ଆଲୋଚନା କରୁଛେ। 6 ତାରିଖ ଶନିବାରକୁ ନେଇ। ତୁଳା ରାଶି, ଚିତ୍ରା ନକ୍ଷତ୍ରର ସକାଳ 6ଟା 3 ଯାଏ ଶୁଭ, 6ଟା 4 ସ୍ୱାତିର ଶୁଭ। ଅଘଟଣ ଘଟିପାରେ। କିଛି ଆଶା କରିନଥିବେ, ଦୁର୍ଯୋଗ ମାଡ଼ି ଆସିବ, ଅଘଟଣ ଘଟିପାରେ।
ରାତି 7ଟା 4 ଯାଏ ଅଶୁଭ ସମୟ। ମନୋମାଳିନ୍ୟ ହେବ, ପାରିବାରିକ ଶାନ୍ତି ଭଙ୍ଗ ହେବ, ଦେହ ଖରାପ ହେବ। ସେଇ ପୁରୁଣା ରୋଗ ପୁଣି ଘାଣ୍ଟିବ, ଦଣ୍ଡିବ, ପୀଡ଼ିବ। ରାତି 7ଟା 4 ପରେ ଦେହ ସୁସ୍ଥ ହୋଇଯିବ ଓ ସେଇଭଳି ଭାବ ଆସିବ, ସେଇଭଳି ଲାଗିବ ମୁଁ ସୁସ୍ଥ ହୋଇଗଲି। ବିବିଧ ସୁଖରେ ଆପଣ ପୁଣି ଖୁସି ହେବେ। ରାତି 7ଟା 4 ପରେ ସବୁ ଶୁଭ ଖବର ଶୁଣିବେ। ଶାରୀରିକ, ଆର୍ଥିକ, ପାରିବାରିକ ସୁଖ ମିଳିବ। ପଡ଼ୋଶୀମାନେ ମଧୁର ବ୍ୟବହାର କରିବେ। ରାତି 7ଟା 4 ପରେ 7ଟା 4 ଯାଏ ଦୁଃଖ ଦୁଃଖ ଦୁଃଖ, ଶାରୀରିକ, ମାନସିକ, ପାରିବାରିକ, ସାମାଜିକ, ଆର୍ଥିକ, ଲୌକିକ, କୌଳିକ, ମୌଳିକ ସବୁକିଛି ଦୁଃଖ। ରାତି 7ଟା 3 ଯାଏ, 7ଟା 4ରୁ ଏସବୁ ସୁଖ ପୁଣି ମିଳିବ। ଧନୁରାଶି 6 ତାରିଖ ଶନିବାର। ଧନୁରାଶି ଆମେ କ'ଣ ବିଛା କଥା କହିଲେଣି କି? କହିଲେ ତ ବିଛା ଆଲୋଚନା କରିଦେବା। 6 ତାରିଖ ଶନିବାର, ବିଛା ରାଶି। ଅନୁରାଧା ନକ୍ଷତ୍ରର ସକାଳ 6ଟା 3 ଯାଏ ଶୁଭ, 6ଟା 4ରୁ ଜ୍ୟେଷ୍ଠା ନକ୍ଷତ୍ରର ଶୁଭ। ଜମି ଜମା ସମସ୍ୟା ହୋଇପାରେ। କଥାରେ କଥାରେ ଜମି ଜମା ସମସ୍ୟା ହୋଇପାରେ। କଥାରେ କଥାରେ ସେମିତି ଝମିଲା ହେବନି। ରାତି 7ଟା 4 ପରେ ୟା ଉପରେ ଏକ ଗଭୀର ଆଲୋଚନା ହେବ। ମୁହଁ ଫୁଲାଫୁଲି ବି ହେଇପାରେ। ରାତି 7ଟା 4 ପରେ ଏ ବିଷୟରେ ଗଭୀର ଆଲୋଚନା ହେବ। ସେ ଯାଏ ଭାଇ ଭାଇ ବିଷୟରେ କୌଣସି ସମସ୍ୟା ଆସିବନି। ଦି ଭାଇ ବା ଅନେକ ଭାଇ ଦୁଃଖ ସୁଖ ହେବେ। ଆଜି 7ଟା 4 ଯାଏ, ରାତି 7ଟା 4 ଯାଏ ଆୟ ଅମଳ ଭଲ ହେବ। ଦେହ ପା ଭଲ ରହିବ। ସବୁ ମହଲରେ ଆଦୃତ ହେବେ। ମାତ୍ର ରାତି 7ଟା 4 ପରେ ଆଉ ବାହାରକୁ ନଗଲେ ଭଲ। ଅସୁସ୍ଥ ହେବେ। ଅବୁଝା ମନକୁ ବୁଝେଇ ଦିଅନ୍ତୁ। ରାତି 7ଟା 4 ପରେ ବାହାରେ ବିପଦ, ଭୂତ। ନାଇଁ ମ, ଭୂତ ଅର୍ଥ କ'ଣ ଜାଣିନାହାନ୍ତି? ତମେ ପୁରା ଗୋଟେ ଭୂତ, ମୁଁ ଗୋଟିଏ ଭୂତ, ସେ ଗୋଟିଏ ଭୂତ, ଆମେ ସମସ୍ତେ ଗୋଟେ ଗୋଟେ ଭୂତ। ପିମ୍ପୁଡ଼ି ଠାରୁ ଏମିବାପା ଠାରୁ ହାତୀ ପର୍ଯ୍ୟନ୍ତ, ନୀଳ ତିମି ପର୍ଯ୍ୟନ୍ତ ସମସ୍ତେ ଭୂତ। ଭୂତ ଅର୍ଥ ପ୍ରାଣୀ। ଭୂତ ଅର୍ଥ ପ୍ରାଣୀ। ମାନେ ସେଇ ଭୂତ ଭୟ ଅଛି। ଆପଣ ଅନ୍ୟଠାରୁ ଦଣ୍ଡ ପାଇବେ। ହୁଏତ ଅପମାନ ହେଇପାରେ ବା ମାଡ଼ ହେଇପାରେ। ତେଣୁ ବାହାରେ ଭୂତ ଭୟ ଅଛି। ଏଥିପାଇଁ ମୁଁ କହିଲି। ବାସ୍। ଏବେ ଧନୁ ରାଶି 6 ତାରିଖ ଶନିବାର। ଧନୁ ରାଶି ମୂଳା ନକ୍ଷତ୍ରର ସକାଳ 6ଟା 3 ଯାଏ ଶୁଭ, 6ଟା 4ରୁ ପୂର୍ବାଷାଢ଼ାର ଶୁଭ। ପ୍ରୀତିହାନି ଯୋଗ ଅଛି। ତେଣୁ ରାତି 7ଟା 4 ପରେ ଭଲ ସମୟ ଆସିବ। 7ଟା 4 ଯାଏ ସମସ୍ତଙ୍କ ମୁହଁକୁ ଚାହାନ୍ତୁ, ହସନ୍ତୁ, ମୃଦୁ ମୃଦୁ ସବୁ ଶୁଣନ୍ତୁ। ଅତି କମରେ ପଦେ ଅଧେ କହନ୍ତୁ। ସବୁ ଜୀର୍ଣ୍ଣ କରିଦିଅନ୍ତୁ, ନହେଲେ ଦୁଃଖ। 7ଟା 4 ପରେ ଭଲ ସମୟ ଆସିବ। ମନ ମୁଣ୍ଡ ଶାନ୍ତ ଶୀତଳ ହେବ। ଦେହ ଭଲ ରହିବ। ରୋଜଗାର ବଢ଼ିଆ ହେବ। ସୁବିଧା ଓ ସୁଯୋଗ ଅପେକ୍ଷାରେ ଥିବା ଆୟ ଅମଳ ପାଖେଇ ଆସିବ। ମାତ୍ର ରାତି 7ଟା 4 ଯାଏ ମନ ବିକଳ ହେବ। ସମସ୍ତଙ୍କୁ ସନ୍ଦେହ ଲାଗିବ। ଧନାଗମ ହେଲେ ବି ମନ ପାଇଁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେବ। କାମରେ ମନ ଲାଗିବନି, ଇତ୍ୟାଦି ଇତ୍ୟାଦି। 7ଟା 4 ଯାଏ ନିଜ ମନ ନିଜକୁ ଘାଣ୍ଟିବ। ମନ ଅବୁଝା ହେବ, ଅବୋଧ ହେବ, ବ୍ୟାକୁଳ ହେବ। ଏ ସମସ୍ତ ଜଗତରେ ସମସ୍ତେ ମୋର ଶତ୍ରୁ। ସମସ୍ତଙ୍କ ପାଇଁ ମୁଁ କିଛି କିଛି କଲି, ମୋ ପାଇଁ କେହି କିଛି କଲେନି। ଏଭଳି ବିବିଧ ପ୍ରଶ୍ନ ମନକୁ ଆସିବ। ତେଣୁ ଭଲରେ ମନ୍ଦ ହେଇଯିବ। ବାସ୍।
ମକର ରାଶି 6 ତାରିଖ ଶନିବାର ମକର ରାଶି ଉତ୍ତରାଷାଢ଼ା ନକ୍ଷତ୍ରର ସକାଳ 6ଟା 3 ଯାଏ ଶୁଭ, 6ଟା 4ରୁ ଶ୍ରବଣାର ଶୁଭ। କର୍ମେ ଖୁସି, ଆଜି ମକରର କର୍ମେ ଖୁସି, କାମ କରିବେ ଖୁସି ହେବେ, କାମ ନ କଲେ ଦୁଃଖିତ ହେବେ, କାମ କଲେ ଦେହ ଭଲ ରହିବ, କାମ ନ କଲେ ରୋଗ ହେବ। ଆଜି କର୍ମେ ଖୁସି। ଦିନଟି ଶୁଭରେ ଯିବ, ମାତ୍ର ରାତି 7ଟା 4 ପରେ ମନ ବିକଳ ହେବ, ଅବୋଧ ହେବ। ମନ ପାଖରେ ତୁମ ବୁଦ୍ଧି ବିବେକ ହାରିଯିବ। ରାତି 7ଟା 4 ଯାଏ ଦେହ ସୁସ୍ଥ ରହିବ, ସୁନ୍ଦର ଲାଗିବ, ଆୟ ଅମଳ ଭଲ ହେବ, ବୌଦ୍ଧିକ ବିକାଶ ହେବ, ଆର୍ଥିକ ବିକାଶ ହେବ, ମନ ଲାଖି କର୍ମ ଯୋଜନା ବଢ଼ିଆ ହେବ, ରୋଜଗାର ବଢ଼ିଆ ହେବ, ଆୟ ଅମଳ, ଆଶାଜନକ ପରୀକ୍ଷା ଫଳ ଶୁଣି ନାଚିବେ। ରାତି 7ଟା 4 ପରେ ମକରର ଅଶୁଭ। 6 ତାରିଖ ଶନିବାର କୁମ୍ଭ ରାଶି ଧନିଷ୍ଠା ନକ୍ଷତ୍ରର ସକାଳ 6ଟା 3 ଯାଏ ଶୁଭ, 6ଟା 4ରୁ ଶତଭିସାର ଶୁଭ। ଅର୍ଥ ସୁଖ ଅଛି। ରାତି 7ଟା 4 ପରେ ସେ ଯାଏ ଆୟ ରୋଜଗାର ମାନ୍ଦା ରହିବ, ଖର୍ଚ୍ଚାନ୍ତ ହେବେ, ସ୍ୱାସ୍ଥ୍ୟ ଓ ମନ ଉପରେ କୁପ୍ରଭାବ ପଡ଼ିବ, ଅସୁସ୍ଥ ହେବେ। କଳି ଝଗଡ଼ାକୁ ଆଦରି ନେଇ କଣ୍ଟା ବାଡ଼େ ଲୁଗା ପକାଇବେ, ନିଜେ ନିଜ ଚଲା ପଥରେ କଣ୍ଟା ପକାଇ କଣ୍ଟା ଯନ୍ତ୍ରଣାକୁ ଅନୁଭବ କରିବେ। ମାତ୍ର ରାତି 7ଟା 4 ପରେ ସବୁ ସମସ୍ୟାର ସରଳ ସମାଧାନ ହେବ, ଧନାଗମ ହେବ, ଦେହ ଭଲ ରହିବ। ଆଜି କୁମ୍ଭ ରାଶିର ଲୋକମାନେ ରାତି 7ଟା 4 ଯାଏ ନିଜକୁ ଜ୍ଞାନୀ ଭାବିବେ। ଜାଣିଥିବେ ଯେଉଁ ଲୋକ ନିଜକୁ ଜ୍ଞାନୀ ଭାବେ ସେ ସଂସାରରେ ବଡ଼ ମୂର୍ଖ। ଆଜି କୁମ୍ଭ ରାଶିର ଲୋକମାନେ କିଛି ବୁଝିବେନି, ଭାବିବେ ମୁଁ ହିଁ ଚତୁର, ମୁଁ ହିଁ ଚାଲାକି, ମୁଁ ହିଁ ବୁଦ୍ଧିମାନ, ବିବେକୀ, ଗୁଣୀ, ଜ୍ଞାନୀ, ବିଚାରବନ୍ତ, ସୁଶୀଳ, ଶାନ୍ତ, ଭଦ୍ର, ନମ୍ର, ଉଦାର। ନା ନା ନା, ଆଜି ସେମାନଙ୍କର ଏହି ବ୍ୟବହାର ଘୋଷଣା କରିବ ଯେ ସେମାନେ ପ୍ରକୃତରେ ଏଇଆ ନୁହନ୍ତି। କାହିଁକି ନା ସେମାନେ ଆଜି ବ୍ଲେଡ଼ରେ ନିଜ ପିନ୍ଧା ଲୁଗାକୁ କାଟି ଦେଖିବେ ଏଥିରେ ଫେଭିକଲ୍ ଲଗେଇ ଲାଗୁଛି କି ନାହିଁ। ନିଜ ଗୋଡ଼ରେ କଣ୍ଟା ଫୁଟେଇବେ, ଦେଖିବା କଷ୍ଟ ହେଉଛି କି ନାହିଁ। କାଲି ତ ଡାକ୍ତର କହିଥିଲେ ତୁ ନେଇଛୁ ଇଞ୍ଜେକ୍ସନ୍, ଏବେ 15 ଦିନ ପର୍ଯ୍ୟନ୍ତ ପୀଡ଼ା ହେବନି। ଏଇଭଳି ମୂର୍ଖାମି କରିବେ, ନିଜେ ନିଜର ଜିଭକୁ କାଟିବେ, ଆଉ ଡାକ୍ତରଙ୍କୁ କହିବେ ମୋ ଜିଭରେ ପା ହେଇଛି। 7ଟା 4 ପରେ ଦୁର୍ବୁଦ୍ଧି ପଳେଇଯିବ, ଭଦ୍ରଲୋକ ହେଇଯିବେ। ଜମା ଆସି ଜ୍ଞାନ ମୁଁ ଜ୍ଞାନୀ, ମୁଁ ବୁଦ୍ଧିମାନ, ମୁଁ ବିବେକୀ ଭାବନା ଆସିବନି। 7ଟା 4 ଯାଏ ତ ସେମାନେ ଏକମାତ୍ର ପଣ୍ଡିତ ବୋଲି ଅହଙ୍କାର ଆସିବ। ଏଣୁ ହେ କୁମ୍ଭ ରାଶିର ଜନତା, ଜମା ନିଜକୁ ଜ୍ଞାନୀ ଭାବନ୍ତୁନି। ଭାବିଲେ ହଇରାଣ ହେବେ। ଖାଲି ଆପଣ ନୁହଁ, ଏ ସଂସାରରେ ଯିଏ ନିଜକୁ ଜ୍ଞାନୀ ଗୁଣୀ ଭାବିଛି ସେ ହଇରାଣ ହେଇଛି। ବିଧାତା ବିଧାନ ପରା ଏଇଆ। ଅହଙ୍କାର ଯିଏ କରିବ ସେ ତା ମୁଣ୍ଡରେ ବିଧାୟ ଦେବେ। ଆଉ ଆପଣ କ'ଣ ଇନ୍ଦ୍ର? ମୀନ ରାଶି 6 ତାରିଖ ଶନିବାର ମୀନ ରାଶି ଉତ୍ତର ଭାଦ୍ର ନକ୍ଷତ୍ରର ସକାଳ ରାତି 6ଟା 3 ଯାଏ ଶୁଭ, 6ଟା 4ରୁ ରେବତୀର ଶୁଭ। ଭୁଲ କହିଲି। 6 ତାରିଖ ଶନିବାର ମୀନ ରାଶି ଉତ୍ତର ଭାଦ୍ର ନକ୍ଷତ୍ରର ସକାଳ 6ଟା 3 ଯାଏ ଶୁଭ, 6ଟା 4ରୁ ରେବତୀର ଶୁଭ। ଆଜି ପ୍ରଶଂସା ପତ୍ର ମିଳିବ, ପ୍ରଶଂସିତ ହେବେ, ଉଚ୍ଚ କୋଟିର ପ୍ରଶଂସା ପାଇବେ। ଅତୀତରେ ଗୁଡ଼େ ଭଲ କାମ କରିଛନ୍ତି ବୋଲି ସମସ୍ତେ ଧନ୍ୟବାଦ ଦେବେ, ଆପଣ ଭଦ୍ର ବୋଲି। ରାତି 7ଟା 4 ପରେ ସମସ୍ତ ବିଘ୍ନ ଆସିବ, ବ୍ୟୟ ବଢ଼ିଯିବ, ଅସୁସ୍ଥ ହୋଇଯିବେ। ତେଣୁ
ସାତଟା ଚାରି ପରେ କଳହ ହେଇପାରେ, ଝଗଡ଼ା ହେଇପାରେ। ସୁତରାଂ ରାତି 7ଟା 4 ଯାଏ ରୋଜଗାର ବଢ଼ିଆ ହେବ। କୌଳିକ ମୌଳିକ ବୈଷୟିକ ଓ ବୌଦ୍ଧିକ ଆର୍ଥିକ ସୁଖ ପାଇବେ। ଭଲ କାମ କରିବେ, ଦେହ ଭଲ ରହିବ, ଖାଦ୍ୟ ପେଟ ପୁରା ମିଳିବ, ରୁଚିକର ହେବ। 7ଟା 4 ପରେ ବିପଦ, ଶାରୀରିକ ମାନସିକ ଆର୍ଥିକ ସାମାଜିକ କୌଳିକ ମୌଳିକ ବିପଦ। ତେଣୁ 7ଟା 4 ପର୍ଯ୍ୟନ୍ତ ଧାଇଁ ଦୌଡ଼ି ରୋଜଗାର କରନ୍ତୁ। ତାପରେ ଚୁପଚାପ ଘରକୁ ଯାଆନ୍ତୁ, ଧୋଇ ଧାଇ ହେଇ ଟିଭି ଦେଖନ୍ତୁ, ମଜା କରନ୍ତୁ, ବାଦାମ ଚୋବାନ୍ତୁ। ରହିଲି, ନମସ୍କାର।